ସମସ୍ତଙ୍କୁ ପ୍ରେଜ୍ ଥିଲା। ଏ ସୁନ୍ଦର ସୁଯୋଗ ଦେଲେ ପ୍ରଭୁଙ୍କ ନାମରେ ଧନ୍ୟବାଦ। ତାଙ୍କ କିଛି ସାକ୍ଷ୍ୟ ମୋ ତ ଜୀବନରେ ଅନେକ ସାକ୍ଷ୍ୟ ଅଛି, ମତେ ଟାଇମ୍ ନାହିଁ କହିବା ପାଇଁ। ମୁଁ କିଛି 5 ମିନିଟ୍ ରଖିବି ପ୍ରଭୁଙ୍କର ଉଦ୍ଦେଶ୍ୟ ତାଙ୍କର ପାଦ ତଳେ। ମୋ ନାଁ ଉଷା, ମୋ ନବରଙ୍ଗପୁର ଜିଲ୍ଲା, ମୋର ରହିବା ଜାଗା ନବରଙ୍ଗପୁରରୁ 60 କିଲୋମିଟର ଦୂରରେ ଅଛି। ଅଧା ଲୋକ ଜାଣିଛନ୍ତି ମୋର ପରିଚୟ, ଅଧା ଲୋକ ଜାଣିନାହାନ୍ତି। ମୁଁ ମାତାର ଗର୍ଭରୁ ଖଞ୍ଜା ଲୋକ, ମୁଁ ଚାଲି ପାରିବି ନାହିଁ, ମୁଁ ଆଣ୍ଠୁରେ ଚାଲିବି। ଆଉ ତ ମା ବାପା ଥିବା ଲୋକର ଆକା ଅଛି ଆର୍ ନାଇଁ, ସେଟା ନାଇଁ ଯେ ମୋର ତ ଜନ୍ମ ବୋଲେ ବର୍ଷ ପରେ ମୋର ମା ବାପାକୁ ମୁଁ ଦେଖି ନାହିଁ। ମୋର ପରିବାର ସମସ୍ତ ଲୋକ ବିଜାତି ଲୋକ, କିଏ ବି ପ୍ରଭୁ ବିଷୟ ଜାଣି ନାହାନ୍ତି। କେବଳ ମୋର ଖୁଡି ହିଁ ତାଙ୍କେ ମାତାର ଗର୍ଭରୁ ପ୍ରଭୁ ପାଇଛନ୍ତି, ତାଙ୍କର ପରିବାର। ତାପରେ ଆମ ଦାଦା ପାଇଁ ବି ଜାତି ପରିବାର ନିମନ୍ତେ ଆସିକରି ତାଙ୍କେ ଏବେରୁ ବି ପ୍ରଭୁକୁ ନ ଜାଣିଲା ଭଳିଆ ହେଇଛନ୍ତି। ତାଙ୍କ ନିମନ୍ତେ ସମସ୍ତ ଲୋକ ପ୍ରାର୍ଥନା କର। ଆଉ ଯେମିତି ମୁଇଁ ପ୍ରଭୁ ପାଖରେ ଗଲି ଗୋଟେ ଦିନ, ନବରଙ୍ଗପୁରର ଜଣେ ଲିଡର ଆଜ୍ଞା ଥିଲେ, ଏଠି ଡାବୁଗାଁ ମଣ୍ଡଳୀ ଚଲାଉଥିଲେ। ହେଲେ ନମ୍ବର ଗୋଟେ ମୋର ପାଖରେ ଆଇଲା, ଫୋନ ମୋର ସାନ ଫୋନ ଗୋଟେ ଥିଲା ସେତେବେଳେ, ମୁଁ ଜାଣିନି ବଡ ଫୋନ ସେତିକି ମୁଁ ଜାଣିନଥିଲି, ସାନ ଫୋନ ଥିଲା। ହେଲେ ଗୋଟେ ରଙ୍ଗ ନମ୍ବର ଗୋଟେ ଆଇଲା, ମୁଇଁ ବି ଜାଣି ନାହିଁ କିଏ କରିଥିଲା କି। ହେଲେ ସେ ମଣ୍ଡଳୀର ମା ଏକା ଗୋଟେ ରିସିଭ କଲା, ରିସିଭ କରି ରବିବାର ଦିନ। ଆରେ କିଏ ତୋର ପାଖରେ ଫୋନ କରିଥିଲା? କିଏ ଜାଣି କିଏ କରିଥିବେ ବୋଧେ, ମୁଁ ଜାଣି ନାହିଁ ବୋଇଲେ। ସେଟା ମତେ ବେଶୀ ସେ ମା ଆସିକରି କହିଲା ଗୋଟେ ଘରେ, ମୁଇଁ ତ ଘରେ ତୁଇ ପ୍ରଭୁ ପାଖରେ ଗଲୁ ବୋଲି ମତେ ଘୃଣା କଲେ ମୋର ଭାଇ ମାନେ, ମୋର ପରିବାର ବୋଲି ମୋର ଦାଦା ଝିଅ ମାନେ, ମୋର ଭାଇ ଭାଉଜ ମତେ ବି ବହୁତ ଘୃଣା କଲେ। ତୁ ତ ଖ୍ରୀଷ୍ଟାନ ପରିବାର ଭଲ ବୋଲି କରି ତୁ ଖ୍ରୀଷ୍ଟାନ ହେଇଗଲୁ, ଆମେ ମରିଗଲେ ତୁଇ ଛୁଇଁବୁ ନାହିଁ, ତୁଇ ମରିଗଲେ ଆମେ ଛୁଇଁବୁ ନାହିଁ ଆଜିଠାରୁ ବୋଲି କରି ମତେ ଅଲଗା କରିଦେଲାରୁ। ମୁଁ ଗୋଟେ ପଡିଶା ଘରେ ଥିଲି, ସେଠି ଥିଲି। ଆର୍ ସେ ମା ଆସିଲା ସନ୍ଧ୍ୟା ବେଲିଆରେ ମୋର ବେଶୀ ଝଗଡା କଲା। ତୁଇ ପ୍ରଭୁଙ୍କର ବିଷୟ କିଛି ଜାଣିନୁ, ତତେ ଆଜ୍ଞା ମାନେ ବହୁତ ଖରାପ ଭାବିଲେ, ଆର୍ ମଣ୍ଡଳୀରେ ତତେ ଆସିବା ପାଇଁ ଦେବେ ନାଇଁବେ, ବସାଇବା ପାଇଁ ଦେବେ ନାଇଁବେ। ଆରେ ଆମର ସହିତ ବି ତୁଇ ଲିଙ୍କ ରଖ ନାହିଁ ବୋଲି କହିଲେ। ଓହୋ ପ୍ରଭୁ, ମୁଇଁ କଣ ଭୁଲ କଲି ଯେ ମତେ ଏମିତି କହୁଛନ୍ତି? ମୋର ମନ ବେଶୀ କଷ୍ଟ ଲାଗଲା। ପରେ ସେ ଆଜ୍ଞା ବି ଆଜ୍ଞା କିଛି କହିନାହାନ୍ତି, ମାତ୍ର ଦେଖିଲେ ନ ଗଲେ ନାଇଁ ବୋଲେ, ଆରେ ରାତି ଚୁପଚାପ ହେଇଦେଲି। ପରେ ସକାଳ ପହିଲା ରବିବାର ହେଲା, ଯୋଉଟା କହିଲେ କୁହନ୍ତୁ ମୁଁ ଯିବି ଆକା ବୋଲି ଆରି ଗଲି। କିଏ କଥା ହୁଅନ୍ତୁ କି ନ ହୁଅନ୍ତୁ, ମୁଇଁ ପ୍ରଭୁ ପାଇଁ ବୋଲି କରି ଯିବି। ତା ମଣ୍ଡଲି ନାହିଁ ବୋଲି ତାଙ୍କର ଘରେ ଯାଉଛୁ ବୋଲି ଏମିତି ଭାବିଲି। ସକାଳ ପାଇଲାରୁ ଗଲି, ମତେ କିଏ ବି କଥା ହେଲେ ନାଇଁ, ଖାଲି ସେ ପାଷ୍ଟର ଆଜ୍ଞା ଏକା କଥା ହେଲେ। ଉଷା ଭଲ ଅଛୁ କି? ଆ ରବିବାର ଦିନ ଶୁକ୍ରବାର ଦିନ ଆଇବାର, ପ୍ରାର୍ଥନା କରବାର ଉଷା। ନୂଆ ଡ୍ରେସ ନଥିଲେ ବି ଆମେ ସଫା ସୁତରା ଡ୍ରେସ ପିନ୍ଧବାର, ଭଲ ମନରେ ଆଇବାର, ଏମିତି ଅନେକ ଶିକ୍ଷା ଦେଲେ। ସେ ଆଜ୍ଞା ଏବେ ନାହାନ୍ତି, ମରିଗଲେ। ଆଉ ତାପରେ ଯେମିତି ମୁଁ କେତେ ରବିବାର ଯାଇକି ଆସୁ ଯେମିତି ଆଇଲେ ସେମିତି ଆମର ଦାଦା ଝିଅ ଗୋଟେ ଅଛନ୍ତି, ଏବେରୁ ବି ଅଛନ୍ତି। ତାଙ୍କେ ତ ମତେ ବହୁତ ପ୍ରଭୁଙ୍କର ବିରୁଦ୍ଧରେ ମତେ ବହୁତ ନିନ୍ଦା ତାନା କରିବେ, ଏବେ କରୁନାହାନ୍ତି। ଯେମିତି ପ୍ରଭୁକୁ ପାଇଲେ ତା ନିମନ୍ତେ ସୁନ୍ଦର ଭାବରେ ଅନେକ ଲୋକ ଏଇ ଜାଗାରେ ଆସିବେ, ସୁସ୍ଥ ହେବେ। ଅନେକ ଗାଁର ଲୋକ ଆସିବେ, ସାହିର ଲୋକ ଆସିବେ। ସେଟା ଆମେ ଦେଖି ଟିକେ ଧୈର୍ଯ୍ୟ ଧରିଲେ, ଆର୍ ସେତେ ନିନ୍ଦା ତାନା ଦଉନାହାନ୍ତି। ପ୍ରଭୁଙ୍କର ନାମରେ ଧନ୍ୟବାଦ ହଉ। ଯେମିତି ରବିବାର ଶୁକ୍ରବାର ମୁଇଁ ଆସୁ ସେ ଏମିତି ମାଲ ପାନି ପିଇ କରି ମତେ ବେଶୀ କଥା ମନେ କହିବା, ତୁ ଏମିତି ତା ସେମିତି ତା, ସେଟା ପାଇଁ ତତେ ପ୍ରଭୁ ଲୋକ ବି ଭଲ ପାଉନାହାନ୍ତି। ତୁ ପ୍ରଭୁ ପାଖରେ ଗଲୁ ସିନା, ତତେ କିଏ ବି ଦେଖବେ ନାହିଁ, କିଏ ବି ଛୁଇଁବେ ନାହିଁ, ବିଭିନ୍ନ ପ୍ରକାର କଥା କହିବାର। ହେଲେ ମୁଇଁ କଣ କରବାର ପ୍ରଭୁ, ଆଜି ମୁଇଁ ପ୍ରାର୍ଥନା କରିବା ବିଷୟ ମୁଁ କିଛି ଜାଣି ନାହିଁ, କେମିତି ପ୍ରାର୍ଥନା କରିବି
इति तो संध्या प्रार्थना भी हो नहीं, सकाळ बेले प्रार्थना हो नहीं, रविवार शुक्रवार 2 दिन प्रार्थना होचे। प्रभु ई मोबाइल तो ऑनलाइन भी हव नहीं, जेमती हो मते ऑनलाइन माध्यम रे जोड़ी थे भी फोन गोटे प्रभु मते जगाई दियो बोली अनेक दिन धरी की प्रार्थना करी करी प्रार्थना करवा प्रभु तमे आका मोर सबु किछि मते जागती करे किए नांती प्रभु ते तमे आका अच्छो ई भलिया प्रार्थना करवा। तापरे गुड दिन घरे आइली मोर मजिया पुत्रा पिला मते सबु भल आका देखा देखी करबे, मते जोटा सुविधा असुविधा सब बुझो मोर नानी आका टिके ये हेबो टिके नानी तांके मोर आगरु हो एबरु हो मते भल पाइबे नाई एबे भल पाउछन्ते। हेले जो घर आदिवासी घर गोटे मोर बाबा नारे आस्थिला हमर जे से झियो पको मुई पसु मुई देखुची बोलारु से घर देला देछन सी घर भी भांगी देथिले तुई जा तुई किस्तान लोक देथि था नाई बोली करे ऐसिटा भाई मैं अलगा थिली परे मोर पुत्रा पिला आनी कर टीन मार देला इठी था मासी कोया जा नाई बोली कोइलारु हो मिठी थिली इठी एब्रु भी थी आछे सदा सर्वदा मैं प्रार्थना करथिबा बाइबल पढुथिबा मोर टेंशन जेंती दूर हो प्रभु मुई बंची कर मोर किछि मूल्य ना मुई मरी गले आका मोर मूल्य थिबा मुई मरी गले आका भल प्रभु मुई जेंती हेले मिसा बोली कर मुई कहबी जागतिक मुई बंची कर संभाली कर रही पारबी नाही मोर तो टिके बयस अछि टिके बळ अछि प्रभु तमे देउछ मोर मन निजे मुई सब करी खाउछि सिना मते कहउछंती आर परे मुई केंती हेबी मोर भाई तो आज को 12 वर्ष होला से मते कथा भी हो नाही आ देखवा कथा तो अलगा को दूरर कथा बोले ई भल मत बेसी टेंशन लागी दिबा तेते सेते बेले भी बाइबल आका रीडिंग करी 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 थे एक दिन से नानी आइले पी करी आइले और मते एंती कहले बेसी बहुत बहुत निंदा ताना तोर बाइबल कीटा करबो तोर बाइबल आने नाई बोल तो जीवन रे मार देबी ती प्रार्थना कर नाही ती बाइबल पढ़ नाही एंती बोले दिन सारा मुई गुट घरे जाई करी बसतिली कांदी कांदी बसतिली परे हमर विश्वासी भणी गुट कहला नाई सा दीदी तांके जेटा कहले कोंतो सिना तुम किछि पार्टी करो नाही सेंती कहबे भी जाति लोक किछि जानि नांती हो हेले बोल परे मोर ती कोन पाई मासी को ये करूछु बोला मते कष्ट लाला हो प्रभु से सिना जने रे मते एंती झगड़ा करछि एंता करछि करले करू नाई बाबू किछि सब केला पर 2-3 दिन भितरे गुड़गार लोक गोटे थिले प्रार्थना करबा बोले तांकर बेसी पेशेंट बहुत दिन रो पेशेंट हेतिले किंतु मु जानि नाही से लोक मत फोन भी करि नांती कि मु जानि भी नाही तांके एंती पचारी करी आइले सोमवार दिन रे ऑटो रे आसले से लोक को ऑटो रे आनले पर मु तांको देखले रे प्रभु इटा दे केड़े बड़ काम केड़े बड़ सुजोग मु की केंती मु प्रार्थना करबी कि मु तो ई विषय मु जानि नाही प्रार्थना करबा विषय मु जानि नाही मु केंती प्रार्थना करू टेंशन लागी गला मु गोली यार बस दिल तापर हमर पास्टर आज्ञा फोन करली आज्ञा हमको गार लोक आसी छंती तांको धरी के आनी छंती आज्ञा से उठी भी पारु नांती बसी भी पारु नांती मु केंती प्रार्थना करबे मु जानि नाही बोली कहली धैर्य धरो सा प्रभु का नाम धर धन्यवाद मैं आसुची बोली कहले तांके 1 घंटा परे आइले जा हो प्रभु का नाम रे धन्यवाद तापर मैं 3 दिन 3 राती फास्टिंग रखिथिली पर से लोक आसले हमर घरे आनले चेयर रे बसाइले तांको प्रार्थना करलु हमरा पास्टर या किछि मैसेज देले हम प्रार्थना करली उसे छुई की प्रार्थना कर बोलारो
ଭୟ ଭୟ ଲାଗୁଥିଲା, ଛୁଇଁବା ପାଇଁ ବି ମତେ ଡର ଲାଗୁଥିଲା। ସିନା ଛୁଇଁଲି, ପ୍ରାର୍ଥନା କଲି ପ୍ରଭୁଙ୍କ ନାମରେ। ଧନ୍ୟବାଦ। ପରେ ସେ ଲୋକ ପୁରା ଘଣ୍ଟା ପରେ ଉଠିଲା, ଚାଲିଲା, ବୁଲିଲା, ମତେ ଭଲ ଲାଗିଲା, ଖୁସି ଲାଗିଲା ବୋଲିକରି କହିଲେ। ପ୍ରଭୁଙ୍କ ନାମରେ ଧନ୍ୟବାଦ। ଏମିତି ଅନେକ ଦିନ ଧରି ମୋର ଭାଇ ବି ମତେ ବହୁତ ବହୁତ ନିନ୍ଦା ତାନା କରିକି କଥା ହଉଥିଲା, ମୋର ଭାଉଜ ବି କଥା ହଉଥିଲା ପ୍ରଭୁଙ୍କୁ ନିନ୍ଦା ଦେଇ। ହେଲେ ଏ ବିଷୟ ମାନେ ଦେଖି ଦେଖି ଶୁଣି ଶୁଣି ଆଜିକୁ 12 ବର୍ଷ ତ ହେଇଗଲା ମତେ କଥା ହଉନାହାନ୍ତି। ମାତ୍ର ଏଇ କିଛି ବର୍ଷ, 4 ବର୍ଷ ପ୍ରଭୁ ପାଇକ 4 ବର୍ଷ ହେଲା ପ୍ରଭୁଙ୍କର ସେବା କରି କରି 2 ବର୍ଷ ହେଲା ପ୍ରଭୁକୁ ଭଲ ଭାବରେ ମୁଇଁ ଜାଣିକି ପ୍ରଭୁଙ୍କର ସେବା କଲି। ଅନେକ ଲୋକକୁ ପ୍ରଭୁ ହିଁ ସୁସ୍ଥ କରୁଛନ୍ତି, କେବଳ ମୋର ପାଖରେ ହିଁ ଆସୁଛନ୍ତି। ସେଟା ମାନେ ମୋର ମଣ୍ଡଳୀ ପରିବାର ଦେଖିକି ମତେ ବହୁତ ଇଏ ହେବେ। ମତେ ମଣ୍ଡଳୀ ପରିବାର ସେତେ କଥା ହେବେ ନାହିଁ। ମୁଇଁ ଆମର ଖୁଡି କହିଲେ, ଖୁଡି ମତେ କିଏ ବି କଥା ହଉନାହାନ୍ତି। ମଣ୍ଡଳୀରେ ଗଲେ, ହଁ ମା ତତେ କିଏ କଥା ହେଲେ କି ନହେଲେ ପ୍ରଭୁ ତୋର ପାଇଁ ଅଛନ୍ତି, କଥା ହେବେ ବୋଲିକରି ମା ଧୈର୍ଯ୍ୟ ଦେବେ। କାଲି ଆସିଲେ ଆମର ମଣ୍ଡଳୀର ମା ଗୋଟେ ଆସିଲେ ଆରି କହୁଥିଲେ, ନବରଙ୍ଗପୁରରେ ଗୋଟେ ମା ଗୋଟେ ଅଛନ୍ତି, ସେ ଦେଖିଲେ କଥା କହିବ, ସେ ଛୁଇଁଲେ ବୋଲେ ସୁସ୍ଥ ହେବେ। ମୁଇଁ ତାର ପାଖରେ ଯିବି ବୋଲି ଭାବୁଛୁ। ମା ଯୋଉ ଜାଗାରେ ବି ଆମର ଶରୀର ଭଲ ଥିବାର ଅଛି, ଭଲ ଲାଗବ, ଯୋ ମା କିଏ ମନା କରୁଛି ବୋଲିକରି ମୁଁ କହିଲି। ମୋର ପାଖରେ କେତେ କେତେ ନିନ୍ଦା ତାନା ବୋଲି ବିରୁଦ୍ଧରେ ଆସିକି କଥା ହେବେ ସିନା, ମୁଇଁ ଯୋଉଟା କହିଲେ ବି ମୁଁ କାହାକୁ କିଛି କହିବି ନାହିଁ। ହେଲେ ତାର ବଦଳରେ ମୋର ଭାଇ ଭାଉଜ ଏଇଭଳିଆ ପ୍ରଭୁଙ୍କୁ ନିନ୍ଦା ତାନା ଦେଇ କଥା ହଉଥିଲେ। ଆଜି ଦେଖିକରି ମତେ ତାଙ୍କେ କଥା ମୋର ସାଇଡରେ ତାଙ୍କେ ଆଇବେ ନାହିଁ। ପ୍ରଭୁ ମତେ ଏତେ ନିନ୍ଦା ତାନା କରି କଥା କହିଲେ, ମତେ ପ୍ରଭୁ ମତେ ଧୈର୍ଯ୍ୟ ଦେଲେ। ପ୍ରଭୁ ଇଚ୍ଛାରେ ମୁଁ ଚାଲୁଛି ପାଇଁ କୌଣସି ବି ପ୍ରଭୁ ମତେ ଅଭାବ କରୁନାହାନ୍ତି। କିଛି ବି ପ୍ରଭୁ ମୋର ଲଜ୍ଜିତ କରୁନାହାନ୍ତି। ଯୋଉ ଜାଗାରେ ଗଲେ ବି କି ଯୋଉ ଲୋକ ଆଇଲେ ମିଶା, ଆଜି ଅସୁସ୍ଥ ଲୋକ ଆଇଲେ ବି ପ୍ରଭୁ ସୁସ୍ଥ କରୁଛନ୍ତି। ଧନ୍ୟବାଦ ପ୍ରଭୁଙ୍କ ନାମରେ। ଆଉ ପ୍ରାର୍ଥନା କର ମୋର ଭାଇ, ମୋର ଭାଉଜ, ମୋର ଯେତେ ପରିବାର ଅଛନ୍ତି ସମସ୍ତ ବିଜାତି ପରିବାର ଯେମିତି ପ୍ରଭୁ ପରିବର୍ତ୍ତନ ତାଙ୍କେ କରନ୍ତୁ, ପ୍ରଭୁଙ୍କର ରାସ୍ତାରେ ଆସନ୍ତୁ। ଆମର ଖୁଡି ବୃଦ୍ଧା ବୟସରେ ବି ମତେ କେତେ ଭଲ ପାଉଛନ୍ତି। ମୋ ଜନ୍ମ କରିଲା ମା ସେତେ ମତେ ଦେଖିବେ ନାହିଁ, ମୋର ଖୁଡି ମତେ ଏମିତି ଯତ୍ନ ନେଉଛନ୍ତି। ଏବେରୁ ବି ମୋର ଡ୍ରେସ୍ ପଟା ସଫା କରିଦେବେ, ତାଙ୍କେ ଯୋଉ ଜାଗାରେ ରହିଲେ ବି ମୋର ପାଇଁ ବୋଲି କରି ବେଶୀ ଇଏ ହେବେ। ମୁଇଁ ମରିଗଲେ ତୁଇ କେମିତି କରବୁ ମା, ମୁଇଁ ବଞ୍ଚି କରି ଅଛି, ମୁଇଁ ଅଲଗା ଜାଗାରେ ରହିଲେ ମିଶା ତୋର ପାଇଁ ମୁଇଁ ଅଛି ମା, ଚିନ୍ତା କରୁଛି ବୋଲି କହୁଥିବେ। ଜଗଦଲପୁର ଲୋକ ଜଣେ ଗୋଟେ ବର୍ଷ ତାଙ୍କର ଘରେ ଖାଲି ରୋଗଗ୍ରସ୍ତରେ ପୀଡ଼ିତ ଥିଲେ। ଗଲା ସପ୍ତାହ ଆଜି 15 ଦିନ ହେଲା ମୁଇଁ ତାଙ୍କର ପ୍ରତି ନମ୍ବର ଯେମିତି ପାଇଲେ ସେମିତି ମତେ ଫୋନ କରଲେ, ଭିଡିଓ କଲରେ ପ୍ରାର୍ଥନା କଲୁ। ସେ ତାଙ୍କର ପରିବାର ମୁଇଁ 3-4 ଦିନ 5 ଦିନ ଗୋଟେ ଓଳି 5 ଦିନ ମୁଇଁ ଫାଷ୍ଟିଂ ରଖିକି ପ୍ରାର୍ଥନା କରିଦେଲି। ପ୍ରଭୁ ତାଙ୍କୁ ପରିବାରକୁ ସମ୍ପୂର୍ଣ୍ଣ ସୁସ୍ଥ କରିଛନ୍ତି। ତାଙ୍କ ନିମନ୍ତେ ପ୍ରାର୍ଥନା କର। ସେଠି ମତେ ଡାକୁଥିଲେ, ମତେ ଧୈର୍ଯ୍ୟ ଧରି ପାରିଲି ନାହିଁ। ଗାଡି ଭଡା ବି ଦେବୁ ଦିଦି, ତମେ ଆସ ଆକା ବୋଲି କରି ଗାଡି ଗୋଟେ ଭଡା କର ଆସ ବୋଲୁ। ଆମର ଖୁଡି କହିଲା, ନାଇଁ ମା ତୁଇ ଯା ନାହିଁ, ତୁଇ ଏଠି ଯିଏ ଆସିଲେ ବି ତୁଇ ପ୍ରଭୁଙ୍କର ସେବା କର, ଅନ୍ୟ ଦୂରେ ତୁଇ ଯା ନାହିଁ ବୋଲିକରି ଆମର ଖୁଡି ବହୁତ କାନ୍ଦଲାରୁ ମୁଇଁ ସେଠି ଗଲି ନାହିଁ। ଆମର ଖୁଡି ଯେମିତି କି ପ୍ରଭୁ ତାଙ୍କୁ ପରିବର୍ତ୍ତନ କରନ୍ତୁ, ବାପ୍ତିସ୍ମ ବି ନେଇ ନାହାନ୍ତି, ଯେମିତିକି ନେବେ। ଆମ ପୁତ୍ରା ପିଲା ପ୍ରଭୁ ତାଙ୍କର ବିଶ୍ୱାସ ଅଧିକରୁ ଅଧିକ ବଢାନ୍ତୁ, ତାଙ୍କେ ବି ମୋର ପାଇଁ ବେଶୀ ଇଏ କରିବେ। ପ୍ରଭୁ ପାଖରେ ଭଲ ହେଲା ମାଉସୀଟି ପ୍ରଭୁ ପାଖରେ ଅଛୁ ବୋଲି କରି ମତେ ତାଙ୍କେ କିଛି ସମୟ ବି ଛାଡବେ ନାହିଁ। ମୁଇଁ ନଥିଲେ ଖାଇବେ ନାହିଁ, ମୁଇଁ କୁଆଡେ ଯାଇଥିଲେ ବି ତାଙ୍କେ ଇଆଡ ସିଆଡ ଆଇଲେ, ମାଉସୀ କୁଆଡେ ଗଲେ ବୋଲି ମତେ ବହୁତ ସ୍ନେହ ମମତା କରୁଛନ୍ତି। ପ୍ରଭୁଙ୍କ ନାମ ଧନ୍ୟବାଦ। ମୋର ଆଜି ନିଜ ରକ୍ତର ଲୋକମାନେ ମତେ ଲୋକ ନାହିଁ ତୁ କିଏ ଆମେ ଜାଣିନୁ ବୋଲି କହିଲେ, ମାତ୍ର ପ୍ରଭୁ ମତେ ବାପାର ବଦଳରେ ବାପା ଯୋଗାଇଲେ, ଭାଇର ବଦଳରେ ଭାଇ ଯୋଗାଇଲେ, ଭଉଣୀର ବଦଳରେ ମତେ ଭଉଣୀ ଯୋଗାଇଛନ୍ତି। ପ୍ରଭୁଙ୍କ ନାମ ଧନ୍ୟବାଦ। ମୁଇଁ ଅନଲାଇନ ମାଧ୍ୟମରେ ରହିକରି ମୋର ସମସ୍ତ ବିଷୟ ଚିନ୍ତା
टेंशन अनाटन प्रभु दूर करिसंती। प्रभु को नाम रे धन्यवाद हो। प्रति प्रभात रे प्रति रात्र रे मुई ऑनलाइन भाई भौणी सहित मिलित भाव रे अछि। मते बहुत खुशी लागुचे। ए छोटिया साक्ष्य दी प्रभु गौरवान्वित हेतु। आमेन आमेन।